ବେଳେବେଳେ ତୁମେ ଜୀବନରେ କିଛି ସମୟ ପାଇଁ ଏକୁଟିଆ ରହିଯାଅ। ତେବେ ଏହା କେବଳ ମୋ ଇଚ୍ଛାରେ ହିଁ ହୋଇଥାଏ, କାରଣ ମୁଁ ସେହି ଲୋକମାନଙ୍କୁ ତୁମଠାରୁ କିମ୍ବା ତୁମ ଜୀବନରୁ ଦୂରେଇ ଦେଉଛି, ଯେଉଁମାନେ ତୁମ ପାଇଁ ଠିକ୍ ନୁହନ୍ତି। ଭୁଲ ଲୋକଙ୍କ ସଙ୍ଗତରେ ରହିବା ଅପେକ୍ଷା ତୁମେ ଏକାକୀ କିଛି ସମୟ ବିତାଇବା ଭଲ। ଯେତେବେଳେ ତୁମେ ଏକାକୀ ସମୟ ବିତାଇବ, ତେବେ ତୁମକୁ ନିଜର ପସନ୍ଦ ନାପସନ୍ଦ ପ୍ରତି ଧ୍ୟାନ ଦେବାକୁ ସମୟ ମିଳିବ। ତୁମକୁ ସେହି ଗୁଣଗୁଡ଼ିକୁ ସଜାଡ଼ିବା ପାଇଁ ସମୟ ମିଳିବ, ଯାହାଦ୍ୱାରା ଆଗକୁ ଜୀବନରେ ତୁମକୁ ଲାଭ ହେବ। ତାପରେ ମୁଁ ସେହି ଲୋକମାନଙ୍କୁ ଯିଏ ତୁମ ପାଇଁ ସବୁଠୁ ଉତ୍ତମ ଅଟନ୍ତି, ସେମାନଙ୍କୁ ତୁମ ଜୀବନରେ ପଠାଇବା ଜାରି ରଖିବି, ଯାହାଦ୍ୱାରା ତୁମେ ନିଜ ଜୀବନରେ ସେମାନଙ୍କ ମଧ୍ୟରେ ଖୁସି ହୋଇପାରିବ। ଏମାନେ ସେହି ଲୋକ ହେବେ ଯେଉଁମାନେ ତୁମକୁ ଜୀବନରେ ଆଗକୁ ବଢ଼ିବାକୁ ଦେଖିବାକୁ ଚାହାନ୍ତି। ତୁମ ଖୁସିରେ ସେମାନେ ମଧ୍ୟ ଖୁସି ହେବେ। ସେଥିପାଇଁ ବିଶ୍ୱାସ ଏବଂ ଧୈର୍ଯ୍ୟ ରଖ ଏବଂ ମୋ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖ। ତୁମର ବାବା ତୁମ ପାଇଁ ଯାହା ବି କରନ୍ତି, ସେ କେବଳ ଭଲ ପାଇଁ କରନ୍ତି। ଖୁସିରେ ରୁହ, ସବୁବେଳେ ହସୁଥାଅ। ମୋର ବହୁତ ସାରା ଆଶୀର୍ବାଦ ତୁମ ସହିତ ସବୁବେଳେ ଅଛି। ଓମ୍ ସାଇ ରାମ, ଜୟ ସାଇ ରାମ।